ଏବେ ପ୍ରାୟତଃ ଶୁଣିବାକୁ ମିଳୁଛି ବା ଦେଖିବାକୁ ମଧ୍ୟ ମିଳୁଛି ଲେଖାଲେଖି କରୁଥିବା ବ୍ୟକ୍ତିତ୍ୱମାନେ କହୁଛନ୍ତି କବିତା ଚୋରି ହେଉଛି, ଲେଖା ଚୋରି ହେଉଛି। ଏଇଟା ଆମେ ମଧ୍ୟ କିଛି କିଛି ଅନୁଭବ ବି କରିଛେ। ମାନେ ଅନ୍ୟର ଲେଖାକୁ ଅନ୍ୟ ଜଣେ ନିଜର କରି ଉପସ୍ଥାପନା କରୁଛି, ହେଲେ ଏଥିରେ ଆମେ କିଛି କରିପାରୁନେ। ଠିକ୍ ଅଛି, କରିପାରୁନେ ତ କରିପାରୁନେ, ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ଅବଶ୍ୟ ଏଇଟା ମୋର ମତ, ବ୍ୟସ୍ତ ହେବାର କିଛି ନାହିଁ। କାହିଁକି ନା ଆମେ ତ ପାଠକଙ୍କ ପାଇଁ ଲେଖୁଛେ ନା। ଯେଉଁ ଲୋକଟି ଚୋରି କରି ଅନ୍ୟର ଜିନିଷକୁ ନିଜର କରି ଉପସ୍ଥାପିତ କରୁଛି, ସେଇଟା ତା ଚରିତ୍ରଗତ ଦୋଷ। ମୁଁ ମାନୁଛି ପ୍ରଥମେ କଷ୍ଟ ଲାଗିବ, ମୋ ଲେଖା ଅନ୍ୟ ଜଣଙ୍କ ନାଁରେ ଆସିବ, ଏଇଟା ନିଶ୍ଚିତ କଷ୍ଟଦାୟକ କଥା। କିନ୍ତୁ କ'ଣ କରିବା? ହେଲେ ନିଜକୁ ବୁଝାଇ ଦେଇପାରିବା ଯେ ଆମେ ଆମ ଲେଖାଟି ପାଠକଙ୍କ ପାଖରେ ପହଞ୍ଚାଇବାର କଥା। ହୁଏତ ଆମ ନାଁରେ ନୁହେଁ, ଅନ୍ୟ ଜଣେ ତାହାକୁ ପୋଷ୍ଟ କରୁଛି, ତାମାନେ ଆମର ଲେଖା ପାଠକଙ୍କ ପାଖରେ ପହଞ୍ଚୁଛି। ଆମେ ଜାଣୁଛେ ଏଇଟା ଆମର ଲେଖା, ଆମେ ସେଥିରୁ ବୁଝିପାରୁଛେ। ଆମେ ଯଦି ତାର ନିର୍ଯାସ ବାହାର କରିବା ଯେ ମୋର ଲେଖାଟି କେତେ ଗ୍ରହଣୀୟ ହୋଇଛି ପାଠକଙ୍କ ପାଖେ, ଆମେ ସେଥିରୁ ମଧ୍ୟ ବୁଝିପାରିବା, ଆମେ ନିଜକୁ ବୁଝେଇ ନେଇପାରିବା। ହେଲେ ଆମେ ମନେ ରଖିବା ଉଚିତ ଯେ କେହି ଆମର ଲେଖାକୁ ଚୋରାଇ ନେଇପାରେ। ଏଇଟା ହେଉଛି, ଆମେ ନିଜକୁ ବୁଝାଇ ଦେବା। ଚୋରାଇ ତ ନେଉଛି ଲେଖାକୁ, ହେଲେ ଆମର ଲେଖିବାର ଯେଉଁ କ୍ୟାପାସିଟି, ଲେଖିବାର ଯେଉଁ ସ୍କିଲ୍, ସେ ସ୍କିଲ୍କୁ କେହି ଚୋରି କରିପାରିବେ ନାହିଁ। ସେ ଆମର କ୍ୟାପାବିଲିଟିକୁ କେହି ଚୋରି କରିପାରିବେ ନାହିଁ। ଆମର ଭାବଧାରାକୁ କେହି ବି ଚୋରି କରିପାରିବେ ନାହିଁ। ଆଜି ଗୋଟେ ଦୁଇଟା କବିତାକୁ ଚୋରି କରି କିଏ ଲେଖିଦେଇଛି, ସେଇଥିରୁ ଆମେ ତାଙ୍କର କମେଣ୍ଟସରୁ ମଧ୍ୟ ବୁଝିପାରିବା, କିଛି ଶିଖିପାରିବା। କିନ୍ତୁ ଆମ ପାଖରେ ଯେଉଁ ସ୍କିଲ୍ ଅଛି, ଆମ ପାଖରେ ଯେଉଁ ଚିନ୍ତାଧାରା ଅଛି, ତାକୁ କେହି ଚୋରି କରିପାରିବେ ନାହିଁ। ଆମେ ବାରମ୍ବାର ଆମେ ବନ୍ଦ ହୋଇଯିବାନି, ଆମେ ହାରିଯିବାନି, ଆମେ ମନ ଦୁଃଖ କରିବାନି। ଆମେ ଆମର କ୍ୟାପାସିଟି, ଆମେ ଆମର ସ୍କିଲ୍କୁ କାମରେ ଲଗାଇବା, ଜାରି ରଖିବା। ଯେମିତି ମହୁମାଛି କଷ୍ଟ କରି ମଧୁ ତିଆରି କରେ, ବାରମ୍ବାର ତିଆରି କରେ, ମଣିଷ ତାକୁ ଚୋରି କରିକିରି ନିଏ। ହେଲେ ମଧୁମାଛି କ'ଣ ମଧୁ ତିଆରି କରିବା ଛାଡ଼ି ଦେଇଛି? କେବେ ବି ଛାଡ଼ିନି। ସେ ତିଆରି କରିଛି, କାରଣ ସେ ଜାଣିଛି ମଧୁ ସିନା ମଣିଷ ନେଇଯାଉଛି, କିନ୍ତୁ ତାର ସ୍କିଲ୍ ମଣିଷ ନେଇପାରିବନି। ମଧୁ ତିଆରି କରିବାର କଳା ଯେଉଁ, ତାକୁ ମଣିଷ ନେଇପାରିବ ନାହିଁ। ତେଣୁ ତା ପାଖରେ ଥିବା କଳାକୁ ସେ କାହିଁକି କାମରେ ନ ଲଗାଇବ? କାହିଁକି ସେ ଆଉ ଥରେ ରିଷ୍ଟାର୍ଟ ନ କରିବ? ଠିକ୍ ଅଛି, ମଧୁ ଚୋରି କରିକି ମଣିଷ ନେଲା।